मोर प्रिय ख्रीष्ट विश्वासी परिवार, आज मो प्रभु जीशुख्रीष्टଙ୍କ नामରେ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଜାଣେ ଯେ ଆଜି ଆପଣମାନେ ଏକ କଠିନ ସମୟ ଦେଇ ଗତି କରୁଛନ୍ତି, ଯେତେବେଳେ ଚାରିଆଡ଼ୁ ଅନ୍ଧକାର ଘଟି ଆସୁଛି ଏବଂ ଆପଣଙ୍କ ବିଶ୍ୱାସ ପାଇଁ ଆପଣଙ୍କୁ ନିର୍ଯାତନା ଦିଆଯାଉଛି, ସେତେବେଳେ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ, ଈଶ୍ୱର କାହାନ୍ତି? କିନ୍ତୁ ଆଜି ମୁଁ ଆପଣଙ୍କୁ ଈଶ୍ୱରଙ୍କ ବାକ୍ୟରୁ ସାନ୍ତ୍ୱନା ଏବଂ ସାହସ ଦେବାକୁ ଚାହେଁ। ଆପଣ ଏକା ନୁହନ୍ତି। ମନେ ରଖନ୍ତୁ, ଆପଣ ଯେଉଁ କଷ୍ଟ ଭୋଗୁଛନ୍ତି, ଆମର ପ୍ରଭୁ ଯୀଶୁଖ୍ରୀଷ୍ଟ ତାହା ଆଗରୁ ଭୋଗି ସାରିଛନ୍ତି। ବାଇବେଲ କୁହେ, ଦାସ ଆପଣା କର୍ତ୍ତାଙ୍କଠାରୁ ବଡ଼ ନୁହେଁ। ଯଦି ସେମାନେ ମୋତେ ତାଡ଼ନା ଦେଇଛନ୍ତି, ତେବେ ସେମାନେ ତୁମମାନଙ୍କୁ ମଧ୍ୟ ତାଡ଼ନା ଦେବେ। ଆପଣଙ୍କର ଏହି କଷ୍ଟ ପ୍ରମାଣ କରୁଛି ଯେ ଆପଣ ସତ୍ୟ ପଥରେ ଅଛନ୍ତି। ଯୀଶୁ ଆପଣଙ୍କ ଲୁହ ଦେଖୁଛନ୍ତି ଏବଂ ସେ ବର୍ତ୍ତମାନ ଆପଣଙ୍କ ପାଖରେ ଛିଡ଼ା ହୋଇଛନ୍ତି। ନିଆଁରେ ସୁନା ବିଶୁଦ୍ଧ ହୁଏ। ପ୍ରିୟ ବନ୍ଧୁଗଣ, ବାଇବେଲ କୁହେ ଯେ ଆମର ବିଶ୍ୱାସ ସୁନା ଅପେକ୍ଷା ମଧ୍ୟ ବହୁମୂଲ୍ୟ। ଯେପରି ସୁନା ନିଆଁରେ ପକାଇ ତାର ଖାତ ବାହାର କରାଯାଏ, ସେହିପରି ଏହି ପରୀକ୍ଷା ଆପଣଙ୍କୁ ଆତ୍ମିକ ଭାବରେ ଅଧିକ ଶକ୍ତିଶାଳୀ କରୁଛି। ଯେପରି ଲେଖା ଅଛି, ହେ ପ୍ରିୟମାନେ, ତୁମ୍ଭମାନଙ୍କର ପରୀକ୍ଷା ନିମନ୍ତେ ଯେଉଁ ଅଗ୍ନିବତ୍ କ୍ଲେଶ ଘଟୁଅଛି, ସେଥିରେ କୌଣସି ଅଦ୍ଭୁତ ଘଟଣା ଘଟୁଥିବା ମନେକରି ଆଶ୍ଚର୍ଯ୍ୟାନ୍ୱିତ ହୁଅ ନାହିଁ। କିଏ ଆମକୁ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିବ? ରୋମିଓ 8 ଅଧ୍ୟାୟରେ ପାଉଲ ପଚାରନ୍ତି, ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମକୁ ବିଚ୍ଛିନ୍ନ କରିବ? କ୍ଲେଶ କି ସଙ୍କଟ କି ତାଡ଼ନା କି ଦୁର୍ଭିକ୍ଷ? ଉତ୍ତର ହେଉଛି, କେହି ନୁହେଁ। ଦୁନିଆ ଆପଣଙ୍କ ଶରୀରକୁ କଷ୍ଟ ଦେଇପାରେ, କିନ୍ତୁ ଆପଣଙ୍କ ଆତ୍ମାକୁ ଈଶ୍ୱରଙ୍କ ହାତରୁ କେହି ଛଡ଼ାଇ ନେଇପାରିବେ ନାହିଁ। ଶେଷ ପର୍ଯ୍ୟନ୍ତ ସ୍ଥିର ରୁହନ୍ତୁ। ଏହି ସମୟ କ୍ଷଣସ୍ଥାୟୀ, କିନ୍ତୁ ଆମ ପାଇଁ ସ୍ୱର୍ଗରେ ଯେଉଁ ମୁକୁଟ ରଖାଯାଇଛି ତାହା ଚିରସ୍ଥାୟୀ। ଭୟ କରନ୍ତୁ ନାହିଁ, ପ୍ରାର୍ଥନାରେ ଜାଗି ରୁହନ୍ତୁ। କେବଳ ନିଜ ପାଇଁ ନୁହେଁ, ବରଂ ଯେଉଁମାନେ ଆପଣଙ୍କୁ କଷ୍ଟ ଦେଉଛନ୍ତି ସେମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରନ୍ତୁ, ଯେପରି ପ୍ରଭୁ ଯୀଶୁ କ୍ରୁଶ ଉପରେ କରିଥିଲେ। ଆସନ୍ତୁ ଆମେ ସାହସ ବାନ୍ଧିବା। ଆପଣଙ୍କର ପ୍ରତ୍ୟେକଟି ଲୁହର ହିସାବ ଈଶ୍ୱର ରଖିଛନ୍ତି। ଶେଷରେ ବିଜୟ ପ୍ରଭୁଙ୍କର ହେବ ଏବଂ ଆମେ ତାହାଙ୍କ ସହିତ ରାଜତ୍ୱ କରିବା। ପ୍ରଭୁ ଆପଣମାନଙ୍କୁ ଅସୀମ ଶାନ୍ତି ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ। ଆମେନ୍।